ସାଙ୍ଗମାନେ 29 ତାରିଖ ଜାନୁଆରୀ ମାସରେ ତ୍ରିବେଣୀ ଅମାବାସ୍ୟା ଦିନ ଆପଣମାନେ ଏହି ଗଛର ଚେରକୁ ଆଣି ଏହି ଗୋଟିଏ ଉପାୟ ଆପଣମାନେ ନିଶ୍ଚିତ ଭାବରେ କରନ୍ତୁ। ତାପରେ ଆପଣମାନେ ନିଜେ ହିଁ ଅନୁଭବ କରିପାରିବେ ଯେ କିପରି ଭାବେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହୁଛି। ଆଉ ସାଙ୍ଗମାନେ ଆପଣମାନଙ୍କର ଯେଉଁ ସମସ୍ୟା ରହିଛି ନିଶ୍ଚିତ ଭାବରେ ଆପଣମାନେ ତାର ସମାଧାନର ଉପାୟ ପାଇପାରିବେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ସାଙ୍ଗମାନେ, ଏହି ଦିନ ଯଦି ଆପଣମାନେ ଏହି ଗୋଟିଏ ଗଛର ଚେରକୁ ବ୍ୟବହାର କରିଦେଉଛନ୍ତି ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ରହିଛି ତାହାର ସମାଧାନ ହୋଇପାରିବ ଏବଂ ଆପଣଙ୍କୁ ଯେଉଁ ଦାରିଦ୍ର୍ୟତାର ସମସ୍ୟା ଆପଣଙ୍କ ଘରେ ରହିଛି ସେଥିରୁ ମଧ୍ୟ ଆପଣମାନଙ୍କୁ ମୁକ୍ତି ମିଳିବ। ସାଙ୍ଗମାନେ, ଆଜିର ଏହି ଭିଡ଼ିଓରେ ମୁଁ ଯେଉଁ ଗଛର ଚେରଟି କହିବା ପାଇଁ ଯାଉଛି ତାହା ଅତି ସାଧାରଣ ଗଛଟିଏ ବୋଲି ସମସ୍ତେ ମନେ କରିଥାନ୍ତି, କାରଣ ଏହି ଗଛଟି ଅତି ସହଜରେ ପ୍ରତ୍ୟେକ ସ୍ଥାନରେ ମିଳିଯାଇଥାଏ। ଆମେ ସମସ୍ତେ ଏହି ଗଛ ସହିତ ଅତି ପରିଚିତ। ଏହି ଗଛଟି ଆମ ପାଇଁ ଅତି ସାଧାରଣ ଅଟେ, ମାତ୍ର ଏହାର ଗୁଣ ଅସାଧାରଣ ଅଟେ, ଯାହାକି ସମସ୍ତେ ଏହି କଥାକୁ ଜାଣିନାହାନ୍ତି। ଯେତେବେଳେ ଆପଣ ଏହି ଗଛଟିର ଚମତ୍କାରୀ ଗୁଣ ବିଷୟରେ ଜାଣିବେ ଆପଣ ମଧ୍ୟ ଆଉ ଏ ଗଛକୁ ସାଧାରଣ ବୋଲି କହିବେ ନାହିଁ। ହଁ ସାଙ୍ଗମାନେ, କାରଣ ଏହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ। ସାଙ୍ଗମାନେ, ଆମର ଚତୁଃପାର୍ଶ୍ୱରେ ଯେଉଁ ବୃକ୍ଷଲତା ରହିଥାଏ ସମସ୍ତଙ୍କର କିଛି ନା କିଛି ଉପକାରିତା ରହିଥାଏ, ସମସ୍ତଙ୍କର କିଛି ନା କିଛି ଔଷଧୀୟ ଗୁଣ ମଧ୍ୟ ରହିଥାଏ। ଏପରି କିଛି ବୃକ୍ଷ ଅଛି ଯାହାକୁ ଆମେ ଦେବତା ରୂପେ ପୂଜା କରିଥାଉ ଆଉ ଏହି ବୃକ୍ଷକୁ ପୂଜା କରିବା ଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ। ସାଙ୍ଗମାନେ, ଅନେକ ଏମିତି ବୃକ୍ଷକୁ ପୂଜା କରି ମାନସିକ କରିଥାନ୍ତି ଆଉ ସେମାନଙ୍କର ମାନସିକ ମଧ୍ୟ ପୂରଣ ହୋଇଥାଏ। ସାଙ୍ଗମାନେ, ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଆଉ ଆପଣମାନେ ଭିଡ଼ିଓକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ, ସ୍କିପ୍ ନକରି ଶେଷ ଯାଏଁ ନିଶ୍ଚିତ ଭାବରେ ଦେଖନ୍ତୁ। ଆଉ ଏମିତି କିଛି ଗଛ ରହିଥାଏ ସାଙ୍ଗମାନେ ଯାହାର କି ଔଷଧ ଗୁଣ ରହିଥାଏ, ସେଥିପାଇଁ ତ ବୃକ୍ଷକୁ ଆମର ବନ୍ଧୁ ବୋଲି କୁହାଯାଏ। ଏହି ତ୍ରିବେଣୀ ଅମାବାସ୍ୟା ଦିନ ଏହି ଗଛର ଚେରକୁ ଯଦି ଆପଣମାନେ ଘରକୁ ନେଇ ଆସୁଛନ୍ତି ତେବେ ଆପଣଙ୍କ ଜୀବନରେ ଯେଉଁ ଦୁଃଖ କଷ୍ଟ ଲାଗି ରହିଛି ସେ ସବୁର ଅନ୍ତ ହୋଇଯିବ। ଏହା ସହିତ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଯିବ। ଆପଣଙ୍କ ଜୀବନରେ ଯଦି ଧନଗତ ସମସ୍ୟା ରହିଛି, ଚାକିରିକୁ ନେଇକି କିଛି ସମସ୍ୟା ରହିଛି କିମ୍ବା ବାଣିଜ୍ୟ ବ୍ୟାପାରରେ କିଛି ସମସ୍ୟା ରହିଛି, ଏ ସମସ୍ତ ସମସ୍ୟାର ସମାଧାନ ଆଣିଦେବ ଏହି ଗଛର ଚେର। ଆଉ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସେହି ଉପାୟଟି କହିବା ପାଇଁ ଯାଉଛି। ଅନେକ ପ୍ରକାରର ରୋଗ ବ୍ୟାଧିରୁ ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିଥାଏ। ହଁ ସାଙ୍ଗମାନେ, ଏହି ଗୋଟିଏ ଗଛରେ ଏପରି ଔଷଧୀୟ ଗୁଣ ଅଛି ଯାହାକି ଆପଣମାନଙ୍କର ଜୀବନକୁ ବଦଳାଇ ଦେଇଥାଏ। ଆଉ ଏହି ଗଛର ଚେରକୁ ତ୍ରିବେଣୀ ଅମାବାସ୍ୟା ଦିନ ଯଦି ଆପଣମାନେ ଘରକୁ ଆଣୁଛନ୍ତି ନିଶ୍ଚିତ ଭାବରେ ଆପଣମାନଙ୍କର ଯେଉଁ ଦୁଃଖ କଷ୍ଟ ଦାରିଦ୍ର୍ୟତା ରହିଛି ଆପଣମାନେ ସବୁଥିରୁ ମୁକ୍ତି ପାଇପାରିବେ। ସେଥିପାଇଁ ସାଙ୍ଗମାନେ ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ ନ କରିକି ଶେଷ ଯାଏଁ ନିଶ୍ଚିତ ଦେଖନ୍ତୁ। ସାଙ୍ଗମାନେ, ଭିଡ଼ିଓଟିକୁ ତ ଆଗକୁ ନେବା, ତା ପୂର୍ବରୁ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କରିବି ସେଟା ଆପଣମାନେ ନୋଟିଫିକେସନ୍ ଦ୍ୱାରା ପାଇପାରିବେ। ସାଙ୍ଗମାନେ, ଏହି ଗଛଟି ସହିତ ଆପଣମାନେ ସମସ୍ତେ ଭଲ ଭାବରେ ପରିଚିତ ଏବଂ ଏହି ଗଛଟିକୁ ସାଧାରଣ ଗଛ ଭାବି ଅଣଦେଖା କରି ମଧ୍ୟ ଆପଣ କେବେ ଚାଲି ଯାଇଥିବେ। ଏମିତିକି ହୁଏତ ଆପଣଙ୍କ ବାଡ଼ିରେ ଏହି ଗଛ ରହିଛି ଆଉ ଆପଣ ହୁଏତ ଏହାକୁ ଉପାଡ଼ି ମଧ୍ୟ ଦେଇଥିବେ, କିନ୍ତୁ ସାଙ୍ଗମାନେ ଏହା କୌଣସି ଅନାବନା ଗଛ ନୁହେଁ। ଏହା ଏକ ଏପରି ଚମତ୍କାରୀ ଗଛ ଯେଉଁଥିରେ ଭଗବାନ ଶିବ, ଭଗବାନ ଶନିଦେବ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଗଛ ମୂଳରେ ମା ଗଙ୍ଗାଙ୍କର ମଧ୍ୟ ବାସ ହୋଇଥାଏ। ତେବେ ଆପଣ ଯଦି ଏହାର ତାନ୍ତ୍ରିକ ଏବଂ ବୈଜ୍ଞାନିକ ଉପାୟ ଗୁଡ଼ିକୁ ଜାଣିଯିବେ ତେବେ ଆପଣ ମଧ୍ୟ ଏହି ଗଛର
ଚମତ୍କାରିତା ବିଷୟରେ ଜାଣିପାରିବେ ଏବଂ ଆପଣ ଏହି ଗଛଟିକୁ ନିଜର କାର୍ଯ୍ୟରେ ବ୍ୟବହାର କରିବାକୁ ଲାଗିବେ। ଯଦି ଆପଣ ନିଜ ଜୀବନରେ ଦୁଃଖ ଦାରିଦ୍ର୍ୟତା ପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣ ଏହି ଗଛର ବ୍ୟବହାର କରି ସେ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ଯଦି ଧନଜନିତ କିଛି ସମସ୍ୟା ରହିଛି, ତେବେ ଆପଣ ଯଦି ଏହି ଗଛ ସହିତ ଜଡ଼ିତ ଏହି ଉପାୟଟିକୁ ସଠିକ୍ ଭାବରେ କରିନେଉଛନ୍ତି, ତେବେ ନିଶ୍ଚିତ ଭାବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହେବ ଏବଂ ବିଭିନ୍ନ ଦିଗରୁ ଆପଣମାନଙ୍କର ରୋଜଗାର ହେବ। ବିଭିନ୍ନ ଦିଗରୁ ଆପଣମାନଙ୍କ ପାଖକୁ ଟଙ୍କାର ଆଗମନ ହେବ। ଯଦି ଆପଣଙ୍କୁ ଶତ୍ରୁମାନେ ମଧ୍ୟ ହଇରାଣ କରୁଛନ୍ତି, ତେବେ ଏହି ଗଛର ସଠିକ୍ ସାଧନା କରିବା ଦ୍ୱାରା ଆପଣଙ୍କୁ ଶତ୍ରୁମାନଙ୍କର ଠାରୁ ମୁକ୍ତି ମିଳିବ। ସାଙ୍ଗମାନେ, ଏହି ଗଛଟିର କେଉଁ ଭାଗ ଏବଂ କେତେ ପରିମାଣରେ ବ୍ୟବହାର କରିବେ ତାହା ମଧ୍ୟ ଜାଣିନେବା ଦରକାର। ସାଙ୍ଗମାନେ, ଏହି ଗଛର ଦୁଇଟି ଗୁଣ ରହିଛି, ଯାହାକି ଆୟୁର୍ବେଦିକ ଗୁଣ ଗୋଟିଏ, ତାନ୍ତ୍ରିକ ଗୁଣ। ଯଦି ଆପଣ କୌଣସି ଆପଣଙ୍କର ରୋଗ ହୋଇଛି ଏବଂ ଏହା ଭଲ ହେଉନାହିଁ, ଏହି ବୃକ୍ଷର ପ୍ରୟୋଗ କରିବା ଦ୍ୱାରା ମଧ୍ୟ ସେହି ରୋଗ ଭଲ ହୋଇଯାଇଥାଏ। ଏହି ଗଛଟିର ମହତ୍ତ୍ୱ ଆୟୁର୍ବେଦିକ ତତ୍ତ୍ୱ ରହିଛି ଏବଂ ଯଦି ଆପଣ ଏହି ଗଛର ତାନ୍ତ୍ରିକ ପ୍ରୟୋଗ ବିଷୟରେ ଜାଣିନେବେ, ଆପଣ କେବେ ବି ଦୁଃଖରେ ରହିବେନି। ଧନ ବଢ଼ିବ, ଧୀରେ ଧୀରେ ଧନ ପ୍ରାପ୍ତି ହେବ ଏବଂ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତି ହେବ। ସାଙ୍ଗମାନେ, ଏହି ବୃକ୍ଷଟିର ନାମ ହେଉଛି ଅପମାର୍କ ଗଛ। ଏହାର ନାମ ଅପମାର୍କ ଏଇଥିପାଇଁ ଯେ ଅପମାର୍ଗର ଅର୍ଥ ହେଉଛି ଓଲଟ ଚାଲିବା, ଆଉ ଏ ଗଛଟିର ମଞ୍ଜି ଓଲଟା ହୋଇଥିବାରୁ ଏହାର ନାମ ଅପମାର୍ଗ। ଏହି ଗଛର ମଞ୍ଜି ଗୁଡ଼ିକ ଓଲଟା ରହିବା ହିଁ ଏହି ଗଛର ବିଶେଷତ୍ୱ ଅଟେ। ସାଙ୍ଗମାନେ, ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଆଗରୁ ସାଧୁସନ୍ଥମାନେ ଏହି ଗଛର ବ୍ୟବହାର କରୁଥିଲେ। ପୂର୍ବ କାଳରେ ଏହି ଗଛକୁ ଏକ ଶୁଭ ଗଛ ବୋଲି ମନାଯାଉଥିଲା। ଏପରି ମଧ୍ୟ ମନାଯାଉଥିଲା ଯେ ଏହି ଗଛର ପ୍ରୟୋଗ କରି ଶରୀରରେ ପୁଷ୍ଟିସାରର ସନ୍ତୁଳନ ରକ୍ଷା କରାଯାଇପାରିବ। ତେବେ ପୂର୍ବ କାଳରେ ସାଧୁସନ୍ଥମାନେ ମାସ ମାସ ଧରି ତପସ୍ୟା କରୁଥିଲେ। ସେତେବେଳେ ଏହି ଗଛର ମଞ୍ଜିକୁ ପ୍ରୟୋଗ କରି, ଏହି ଗଛର ମଞ୍ଜିକୁ ବ୍ୟବହାର କରି ସେମାନେ ଖାଦ୍ୟ ପ୍ରସ୍ତୁତ କରି ଖାଉଥିଲେ। ଏହା ଫଳରେ ସେମାନଙ୍କୁ 10 ଦିନ ପର୍ଯ୍ୟନ୍ତ ବି ଭୋକ ଲାଗୁନଥିଲା। ସେଥିପାଇଁ ପୂର୍ବରୁ ମୁନି ଋଷିମାନେ ଏହି ଗଛକୁ ନିଜ ପାଖରେ ରଖୁଥିଲେ ଏବଂ ଏହାର ମଞ୍ଜିକୁ ବ୍ୟବହାର କରୁଥିଲେ। ଏହା ଏକ ଚମତ୍କାରୀ ବୃକ୍ଷ ଅଟେ, କାରଣ ଏହା ଉପରେ ଅମୃତର କିଛି ବୁନ୍ଦା ପଡ଼ିଥିଲା। ତେଣୁ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ଆଉ ଯେତେବେଳେ ଅମୃତ ବାହାରିଥିଲା, ସେତେବେଳେ ଏହି ବୃକ୍ଷ ଉପରେ କିଛି ବୁନ୍ଦା ଅମୃତ ପଡ଼ିଯାଇଥିଲା, ଯାହାଫଳରେ କି ଏହାର ମୂଳରେ ମା ଗଙ୍ଗାଙ୍କର ବାସ ହୋଇଥାଏ। ପ୍ରାଚୀନ କାଳରେ ଲୋକମାନେ ଏହାର ମୂଳର ବ୍ୟବହାର କରୁଥିଲେ। ଏହି ଗଛର ମୂଳରେ ଦାନ୍ତ ଘଷୁଥିଲେ। ଦାନ୍ତଜନିତ ରୋଗ ମଧ୍ୟ ଏହି ବୃକ୍ଷ ଦୂର କରିଥାଏ। ତେବେ ସାଙ୍ଗମାନେ, ଆସନ୍ତୁ ଜାଣିବା ଏହି ଗଛର ଆୟୁର୍ବେଦିକ ଗୁଣ ସମ୍ବନ୍ଧରେ। ସାଙ୍ଗମାନେ, ଯଦି ଦାନ୍ତଜନିତ କିଛି ସମସ୍ୟା ରହିଥାଏ, ତେବେ ଏହି ବୃକ୍ଷର ପ୍ରୟୋଗ ଆପଣମାନେ କରିପାରିବେ। ଏହି ଗଛର ଚେର ବା ମୂଳ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତଜନିତ ସମସ୍ୟା ଦୂର ହୋଇଥାଏ। ମାଢ଼ି ଯଦି ଦରଜ ହେଉଥାଏ, ମାଢ଼ିଜନିତ ରୋଗ ମଧ୍ୟ ଯଦି ହୋଇଥାଏ, ଏହା ମଧ୍ୟ ଏହି ବୃକ୍ଷର ଚେର ଦ୍ୱାରା କିମ୍ବା ଗଛର ସାହାଯ୍ୟରେ ଆପଣ ଯଦି ଦାନ୍ତ ଘଷୁଛନ୍ତି, ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ। ଦାନ୍ତ ହଳଦିଆ ଯଦି ପଡ଼ୁଥାଏ, ଏହି ଗଛର ମଧ୍ୟ ପ୍ରୟୋଗ କଲେ ଆପଣମାନଙ୍କର ସେହି ଦାନ୍ତଜନିତ ରୋଗ ସବୁ ଭଲ ହୋଇଥାଏ। ଦ୍ୱିତୀୟରେ ସାଙ୍ଗମାନେ, ଏବେ ସମସ୍ତଙ୍କର ଘରେ ଘରେ ଦେଖାଯାଉଛି ଆଣ୍ଠୁଜନିତ ରୋଗ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ରହୁଛି ଏବଂ ଏହି ପରିସ୍ଥିତିରେ ଯଦି ଆପଣ ଏହି ଗଛର ପ୍ରୟୋଗ କରିପାରିବେ, ସେଥିରେ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଥାଏ ସେହି ଆଣ୍ଠୁଗଣ୍ଠି ଜନିତ ରୋଗରୁ। ସେଥିପାଇଁ ଏହି ଅପମାର୍କ ଗଛର କିଛି ମୂଳକୁ ଶୁଖିଗଲା ପରେ ତାକୁ ପାଉଡ଼ର ବନେଇକି ଏବଂ ସେହି ପାଉଡ଼ରକୁ ସୋରିଷ ତେଲରେ ଫୁଟେଇକି ଆପଣମାନେ ସେହି ତେଲକୁ ମଧ୍ୟ ଯଦି ଆଣ୍ଠୁରେ ମାଲିସ କରୁଥାନ୍ତି, ସେଥିରେ ମଧ୍ୟ ଏହି ଆଣ୍ଠୁଜନିତ ରୋଗ
ଭଲ ହୋଇଥାଏ। ଆୟୁର୍ବେଦରେ ଏହାର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଙ୍ଗମାନେ, ଯେଉଁମାନଙ୍କର ଶତ୍ରୁଙ୍କ ସଂଖ୍ୟା ଅଧିକ, ଯେଉଁମାନେ ଶତ୍ରୁମାନଙ୍କ ଦ୍ୱାରା ସବୁବେଳେ ପୀଡ଼ିତ ହୋଇଥାନ୍ତି, ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଆପଣମାନେ ଏହି ଅପମାର୍ଗ ଗଛର ମଞ୍ଜିକୁ ଶନିବାର ଦିନ ହିଁ ଆଣନ୍ତୁ ଏବଂ ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ତାପରେ ଏହି ବନ୍ଧା ଯାଇଥିବା କପଡ଼ାକୁ ନେଇ ଶନିଦେବଙ୍କ ଫଟୋ କିମ୍ବା ମୂର୍ତ୍ତିର ବାମ ପାଖେ କିମ୍ବା ଡାହାଣ ପାଖରେ ବସନ୍ତୁ, କିନ୍ତୁ ସାମ୍ନାରେ ବସନ୍ତୁ ନାହିଁ। ତାପରେ ଆପଣମାନେ ଶନି ଚାଳିଶାର ପାଠ 51 ଥର କରନ୍ତୁ। ତାପରେ ଏହି କପଡ଼ାକୁ ଆପଣ ଏପରି ଏକ ସ୍ଥାନରେ ରଖିଦିଅନ୍ତୁ ଯେପରିକି ସେ ସ୍ଥାନକୁ କେହି ଯିବା ଆସିବା କରୁନଥିବେ। ତାପରେ ଆପଣମାନେ ନିଜେ ହିଁ ଅନୁଭବ କରିପାରିବେ ସାଙ୍ଗମାନେ, ଆପଣମାନଙ୍କର ଆପଣମାନଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଉନ୍ନତି ହେଉ, ଆପଣମାନେ ଶୁକ୍ରବାର ଦିନ ଏହି ଉପାୟକୁ କରନ୍ତୁ। ଶୁକ୍ରବାର ଦିନ ହିଁ ଆପଣମାନେ ଏହି ଗଛର ମଞ୍ଜିକୁ ଛିଡ଼ାଇ ଆଣନ୍ତୁ ଏବଂ ଏହାକୁ ଏକ ଲାଲ କପଡ଼ାରେ ବାନ୍ଧି ତା ଉପରେ କିଛି ସିନ୍ଦୁର ଲଗାଇ ଦିଅନ୍ତୁ। ତାପରେ ଏହାକୁ ନେଇ ନିଜର ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣମାନଙ୍କ ବ୍ୟାପାରରେ ଲାଭ ହେବାକୁ ଲାଗିବ ଏବଂ ଧନର ବୃଦ୍ଧି ହେବାକୁ ଲାଗିବ। ଯଦି ଆପଣମାନଙ୍କୁ ଲାଗୁଥାଏ କି ଭୂତପ୍ରେତ ଜନିତ ସମସ୍ୟା ରହିଛି କିମ୍ବା ଯଦି ଗୁଣିଗାରେଡ଼ିର ଆପଣମାନଙ୍କୁ ଯଦି ସମସ୍ୟା ରହିଛି, ତେବେ ଆପଣ ଏହି ଉପାୟଟିକୁ ନିଶ୍ଚିତ କରନ୍ତୁ। ସୋମବାର ଦିନ ଗୋଟିଏ ଅପମାର୍ଗ ଗଛକୁ ଉପାଡ଼ି ଆଣନ୍ତୁ ଏବଂ ଏହାର ମୂଳକୁ ଭଲ ଭାବରେ ଧୋଇ ନେଇ ଆପଣ ଶିବଙ୍କ ପାଖରେ ବସି 1001 ଥର ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ଏବଂ ତାପରେ ଏକ ତାବିଜରେ ଏହାକୁ ରଖି ଆପଣମାନେ ମଧ୍ୟ ଧାରଣ କରିପାରିବେ। ଏହାଦ୍ୱାରା ଆପଣମାନଙ୍କର ଯେଉଁ ଭୂତପ୍ରେତ ଜନିତ ସମସ୍ୟା ଏବଂ ଗୁଣିଗାରେଡ଼ି ସମସ୍ୟା, ଏସବୁ ଆପଣମାନଙ୍କୁ କୌଣସି ପ୍ରଭାବ ପକାଇ ପାରିବ ନାହିଁ। ମଙ୍ଗଳବାର ଦିନ ସେ ଅପମାର୍ଗ ଗଛକୁ ଉପାଡ଼ି ଆଣି ତା ଚେରକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ ଏବଂ ଏହାର ଏକ ପାଉଡ଼ର ବନେଇ ନିଅନ୍ତୁ ଏବଂ ଏହାକୁ ଆପଣମାନେ ତିଳକ ଭାବରେ ଲଗାଇ ପାରିବେ। ଏହା ମଧ୍ୟ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାଏ। ଯଦି ଆପଣମାନେ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କିମ୍ବା ଏକ୍ଜାମ୍ ଦେବାକୁ ଯାଉଛନ୍ତି କିମ୍ବା ବିଜନେସ୍ରେ ସଫଳ ହେବାକୁ ଚାହୁଁଛନ୍ତି, ଆପଣମାନେ ଏହି ପାଉଡ଼ରକୁ ତିଳକ ରୂପେ ଲଗାଇଲେ ମଧ୍ୟ ସେସବୁ ଆପଣମାନେ ସଫଳ ହୋଇପାରିବେ ସେସବୁ କାର୍ଯ୍ୟରେ। ସାଙ୍ଗମାନେ, ଆଶା କରେ ମୋର ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ ହେଲ୍ପଫୁଲ୍ ହେଇଥିବ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗିଥାଏ, ଆପଣମାନେ ଗୋଟିଏ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଭିଡ଼ିଓ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।